ଗୁରୁ ମହିମାଲିକ। ବନ୍ଧୁମାନେ, ମନ୍ଦିର କାମ ହେବା ପାଇଁ 172 କୋଟିରୁ ବଢ଼ି ଏବେ 240 କୋଟି ପର୍ଯ୍ୟନ୍ତ ଧନରାଶି କରାଯାଇଛି। ଇଏ ହେଉଛି ମହିମା ଗାଦିର ଯେଉଁ ଦକ୍ଷିଣ ଦିଗରେ ଥିବା ଯେଉଁ ବଡ଼ ପୋଖରୀ। ଦେଖନ୍ତୁ ବନ୍ଧୁମାନେ, ପାଣି ହେଇଯାଇଛି। ଏଇ ବର୍ଷ ଆଉ ଏଇ ପୋଖରୀଟି କାମ ହେଇପାରିବ ନାହିଁ। କେତେ ପଥର ଦେଖନ୍ତୁ, ଏଇସବୁ ପାଣି ଭିତରେ ବୁଡ଼ି ରହିଛି। ଏସବୁ କାମ ହେବାକୁ ଆସିଥିଲା, ଯେହେତୁ ବର୍ଷା ହେଇଗଲା ସେଇଥିପାଇଁ ପାଣି ଆଉ କାଟି କାମ କରିବା ସମ୍ଭବ ହେଇପାରିଲା ନାହିଁ। ଏଇପଟେ ଦେଖନ୍ତୁ ପାଣି କଟା ଯାଇଥିଲା, ପୁଣି ବର୍ତ୍ତମାନ ଇଏ ଅଣ୍ଟେ ଗଭୀରର ପାଣି ହେଇଗଲାଣି। ଇଏ ହେଉଛି ବଡ଼ ପୋଖରୀ। ବଡ଼ ପୋଖରୀକୁ ଲାଗିକିରି ଆଉ ଏକ ଛୋଟିଆ ପୋଖରୀଟିଏ ଅଛି। କୁହାଯାଏ ବଡ଼ କୃପାସିନ୍ଧୁ ବାବା এই ছোট ପୋଖରୀଟି ନିର୍ମାଣ କରିଥିଲେ। ଏଇ ଦେଖନ୍ତୁ, ଇଏ ହେଉଛି ବଡ଼ ପୋଖରୀକୁ ଲାଗିକିରି ଇଏ ଏକ ଛୋଟିଆ ପୋଖରୀଟିଏ। ଏହାକୁ ନଡ଼ିଆ ପୋଖରୀ କୁହାଯାଏ। ଏଠି ମଧ୍ୟ ଅଣ୍ଟେ ପାଣି ହେଇଗଲାଣି। ଏଠି ଦେଖନ୍ତୁ କେଡ଼େ ସୁନ୍ଦର ଭାବରେ ଇଏ ଗାଦି ମନ୍ଦିରର ଦକ୍ଷିଣ ଦିଗର ଇଏ ଦୃଶ୍ୟ। ସବୁ ଜେସିବି ହାଇୱା ଗୁଡ଼ିକ ଏଇପଟେ ଯିବା ଆସିବା କରୁଛି। ଦେଖନ୍ତୁ ବନ୍ଧୁମାନେ, କେଡ଼େ ସୁନ୍ଦର ଭାବରେ ଗାଦି କାମ ଆଗେଇ ଚାଲିଛି ଖୁବ୍ ଜୋରସୋରରେ। ଚାରିପଟେ ଗାଦିର ଚାରି ଦିଗରେ ଘରଗୁଡ଼ିକ ନିର୍ମାଣ ହେଉଛି। ଏଠି ଦେଖନ୍ତୁ ବନ୍ଧୁମାନେ, ସବୁ କେତେ ସୁନ୍ଦର ଭାବରେ ଇଏ ହେଉଛି ଦଲକରେ ମଧ୍ୟ କାମ ଜୋରସୋରରେ ଆଗେଇ ଚାଲିଛି। ଯେହେତୁ ପାଖରୁ ଯାଇକିରି ଭିଡ଼ିଓ କରିବା ସମ୍ଭବ ନୁହେଁ, କାରଣ ଏଠି ସିକ୍ୟୁରିଟି ଭାଇମାନେ ଜଗିଛନ୍ତି। କାମ ଭିଡ଼ିଓ କେହି କରିପାରିବେ ନାହିଁ ବୋଲି ଏଠି କୁହାଯାଉଛି। ଏଠି ଦେଖନ୍ତୁ, ମୁଁ ଆସି ପହଞ୍ଚିଗଲି। ଇଏ ହେଉଛି ଗାଦି ମନ୍ଦିର। ଆପଣମାନେ ଏଇ ଯେଉଁ ଲୁହା ବାଡ଼ ଗୁଡ଼ିକ ଦିଆଯାଇଛି, ଏଇ ରାସ୍ତା ଦେଇ ଆପଣମାନେ ଯେଉଁଠାରେ ଆଗରୁ ମନ୍ଦିରକୁ ଭିତରକୁ ଯାଉଥିଲେ ସେହି ସ୍ଥାନରେ ଧୁନିଟିକୁ, ଏଇ ଯେଉଁ ଅଖଣ୍ଡ ବତୀଟିକୁ ବାହାରକୁ ଆଣିଛନ୍ତି ଭାରି ବାବାମାନେ, ଆପଣମାନେ ସେହି ସ୍ଥାନରୁ ଦର୍ଶନ କରିପାରିବେ। ଏଠି ଦେଖନ୍ତୁ ସମାନ ଭାବରେ ଗାଦି ମନ୍ଦିର ଯେଉଁ ଚତୁର୍ଥ ବେଢ଼ା, ତା ଭିତରେ ମଧ୍ୟ ଘର ଜୋରସୋର ଆଗେଇ ଚାଲିଛି। ଏବଂ ଏଇଠି ଦେଖନ୍ତୁ ଗାଦି ମନ୍ଦିର ଭିତରେ କେତେ ମେସିନ୍ ସବୁ ଲାଗିଛି ଏବଂ ତା ଭିତରେ ମଧ୍ୟ କାମ ଖୁବ୍ ଜୋରସୋରରେ ଆଗେଇ ଚାଲିଛି। ଆପଣମାନେ ଏଇ ଲୁହା ବାଡ଼ ଦେଇକରି ଏଇ ଜାତେ କେବଳ ଯାଇପାରିବେ। ଏଠି ଦେଖନ୍ତୁ ଗାଦି ମନ୍ଦିର ଚତୁର୍ଦିଗରେ ଘର ଗୁଡ଼ିକ ତିଆରି ଚାଲିଛି। ମୁଁ ଏବେ ଅଖଣ୍ଡ ଜ୍ୟୋତି ମନ୍ଦିରରେ ଅଛି। ବନ୍ଧୁମାନେ, ଅଖଣ୍ଡ ଜ୍ୟୋତି ମନ୍ଦିରକୁ ଲାଗିକିରି ମାତ୍ର 50 ଫୁଟ ଦୂରରେ ଦଲକରେ ଜୋରସୋରରେ କାମ ଆରମ୍ଭ ହୋଇଯାଇଛି। ପାଖାପାଖି ବର୍ଷେ ହେଇଗଲାଣି। କାମ ମଧ୍ୟରେ ପ୍ରଥମେ ଆପଣମାନେ ଦେଖିବେ ଭଜନ ମଣ୍ଡପ, ତା ଭିତରକୁ ପଶିଗଲେ ବତୀ ମଣ୍ଡପ, ଧ୍ୱନି ମଣ୍ଡପ ଏବଂ ଏଠି ଦେଖନ୍ତୁ ବନ୍ଧୁମାନେ, କେଡ଼େ ସୁନ୍ଦର ଭାବରେ ଇଏ ହେଉଛି ଦଲକରେ ଚାଲିଥିବା କୌପିନଧାରୀ ମହିମା ସମାଜର ମଠ ଆଉ ମନ୍ଦିର। ଏଇ ଯେଉଁଟା ଆପଣମାନେ ଦେଖୁଛନ୍ତି, ଇଏ ହେଉଛି ଭଜନ ମଣ୍ଡପ। ତା ପାଖକୁ ଯାଇ ଭିଡ଼ିଓ କରିବା ସମ୍ଭବ ନୁହଁ, କାରଣ ରୁଲ୍ ରେଗୁଲେସନ୍ ଲାଗିଯାଇଛି, ନୋଟିଫିକେସନ୍ ଲାଗିଯାଇଛି। କେହି କାମ ହେଉଥିବା ଭିଡ଼ିଓ କରିପାରିବେ ନାହିଁ। ଆମେ ଦୂରରୁ ଜୁମ୍ କରିକି ଆପଣମାନଙ୍କୁ ଦେଖାଉଛି। ଏଠି ଦେଖନ୍ତୁ, ଇଏ ଅଖଣ୍ଡ ଜ୍ୟୋତି ମନ୍ଦିରକୁ ଲାଗିକି ଦଲକ। ଇଏ ହେଉଛି ଚତୁର୍ଥ ବେଢ଼ା। ଚତୁର୍ଥ ବେଢ଼ା ଭିତରେ କିପରି ଭାବରେ କାମ ଚାଲିଛି ବନ୍ଧୁମାନେ ଦେଖନ୍ତୁ। ଗାଦି ମନ୍ଦିର କାମ ବର୍ତ୍ତମାନ ଏତିକି ବାଟ ଗଲାଣି। ଇଏ ସରୁ ସରୁ ପାଖାପାଖି ଆହୁରି 4 ବର୍ଷ ଲାଗିଯିବ। ଗୁରୁ ମହିମାଲିକ।